ଆଜି ଆମର ଦିନବେଳା ଯେତେବେଳେ ଏମ୍ବି ଚେକିଂ ହେଉଥିଲା ରେମୁଣା ଛକରେ ଆମର ପୋଲିସ ଟିମ୍ ଯେଉଁମାନେ ଏମ୍ବି ଚେକିଂ କରୁଥିଲେ ସେମାନେ ଗୋଟେ ସସ୍ପିସିୟସ୍ ଗାଡ଼ିକି ଅଟକେଇଲେ। ସେଥିରେ 2 ଜଣ ଥିଲେ, ମନେନ୍ଦ୍ର କୁମାର ରାଉତିଆ ମୁନା ଆଉ ବିକି ସେठ। ଏ 2 ଜଣଙ୍କୁ ଯେତେବେଳେ ଚେକିଂ କଲେ ପୋଲିସ ଅଟକେଇକରି ତାଙ୍କ ଗାଡ଼ିର କିଛି ଫୋରେକ୍ସ ମିଳିଲା ଆଉ ଗାଡ଼ିର କାଗଜପତ୍ର ବି କିଛି ମିଳିଲାନି। ତେଣୁ ଯେହେତୁ ତାଙ୍କ ନାଁରେ ଆଗରୁ କେସ୍ ଅଛି, ସେମାନେ ପ୍ରିଭିୟସ୍ କ୍ୟାରେକ୍ଟର ଆକ୍ସିଡେଣ୍ଟ ପ୍ରପର୍ଟି ଅଫେନ୍ସ କେସ୍ ତାଙ୍କ ନାଁରେ ଅଛି। ଇମିଡ଼ିଏଟଲି ସେ ଟିମ୍ ଆଇଆଇସି ଇନଫର୍ମେସନ୍ କଲେ। ଆଉ ଇନଫର୍ମେସନ୍ କଲା ପରେ ଆଉ ଯେଉଁ ଟିମ୍ ଗଲା ସେଠିକି ଏବଂ ତାକୁ ସେଠୁ ଧରିକିରି ଆଣିଲେ। ସେ 2 ଜଣଙ୍କୁ ଆଣିକିରି ଥାନାରେ ଯେତେବେଳେ ସସ୍ପେନ୍ସି ମାନେ ଇଣ୍ଟରଭ୍ୟୁସନ୍ ସେମାନେ ଆଡ଼ମିଟ୍ କଲେ ଯେ ଗୁଡ଼େ ଗାଡ଼ି ସେମାନେ ଆମ ଲୋକାଲ୍ ଏରିଆ ଯେଉଁ ଅଛି ମାନେ ବରପାଲି ଏରିଆ, ଟାଉନ୍ ଏରିଆ, ସଦର ଏରିଆ, ରୁରାଲ୍ ଏରିଆ, ଭେଡ଼ାନ ଏରିଆ, ଏସବୁ ଏରିଆରେ ସେମାନେ ଗୁଡ଼ାଏ କେସ୍ କରିଛନ୍ତି। ଆକର୍ଡିଂଲି ମାନେ ଆଇଆଇସି 2ଟା ଟିମ୍ ଫର୍ମେସନ୍ କଲେ। ସେ ନିଜେ ଗୋଟେ ଟିମ୍ ଲିଡ୍ କଲେ, ଆଉ ଗୋଟେ ଟିମ୍ ଆମର ସମୁଦ୍ର ଆଉ ଦୀପକ ବାବୁ 2 ଜଣ ଗୋଟେ ଟିମ୍ ଲିଡ୍ କଲେ। ସେମାନେ ଟୋଟାଲ୍ ଆମେ ମାନେ ଯେଉଁମାନେ ଗାଡ଼ି କିଣିଥିଲେ ଏ 2 ଜଣ ବାଦେ 4 ଜଣଙ୍କୁ ଗିରଫ କରିଛୁ। ଟୋଟାଲ୍ 6 ଜଣ ଗିରଫ ହେଇଛନ୍ତି ଏବଂ ଟୋଟାଲ୍ 14ଟା ବାଇକ୍ ରିକଭରି ହେଇଛି। ଯେଉଁଟା ସେମାନେ ଚଢ଼ିକି ଯାଉଛନ୍ତି ତା ବାଦେ ଆମେ 13ଟା ବାଇକ୍ ରିକଭରି କରିଛୁ। ଆଉ ଏ ବାଇକ୍ ସବୁ ଅନ୍ୟାନ୍ୟ ଥାନାରେ ସବୁ କେସ୍ରେ ଇନଭଲ୍ଭ, ସେ ଗାଡ଼ି ଗୁଡ଼ାକ। ତେଣୁ ସେଇ ସବୁ କେସ୍ରେ ଏମାନେ ସବୁ ଟ୍ୟାଗ୍ ହେବେ। ତ ଏମାନେ ଲୋକାଲ୍ ସେ 2ଟା ହେଇଯାଉଛନ୍ତି। ଜଣେ ଲୋକାଲ୍, ଆଉ ଜଣେ ଏପଟେ ତାଙ୍କର ଘର ଥିଲା କିନ୍ତୁ ସେ ଏଠି ରହୁନାହାନ୍ତି, ଏବେ ବରପାଲି ଏରିଆରେ ରହୁଛନ୍ତି। ଅତାବିରା ଟିଭି ଚ୍ୟାନେଲ୍ को लाइक, सब्सक्राइब एवं शेयर करनियंतु, जद्वारा अंचलर भिन्न भिन्न समस्या एवं गुरुत्वपूर्ण खबर गुड़िक आपण माने देखि पारिबे।